ଶୁଣନ୍ତୁ ମୁଁ ଆପଣଙ୍କ ଦୁଃଖ ବୁଝିଲି। ଆପଣ କେତେ ଟଙ୍କା କଣ ଇନଭେଷ୍ଟ କରିଥିଲେ ଏଇ ଦାନ ପ୍ରତି? ଆମେ ଏଇ 900 ଟଙ୍କା ଲେଖା ପକେଟ ଦେଇକିରି ଆମେ ଏଇ ଲड़ा ଧାନ କରୁଥିଲୁ। କଣ କରିବା ଆଉ ହାତୀ ଖାଇଦେଲା ଆପଣ ବହୁତ ଦୁଃଖରେ ଅଛନ୍ତି ମତେ ତାପରେ ଯାହା ଜଣା ମୁଁ ପଡୁଛି। ବନ ବିହାକୁ ମୁଁ ଆପିଲ ସୁନା ଦେଇ ପାରିଲିନି ସାର୍। ତାପରେ ଅଞ୍ଜରକୁ ଯାଇଥିଲେ ବି ହେଇଥାନ୍ତା। ତାପରେ ତମେ ଯିବ ଅଞ୍ଜରକୁ ଟିକେ ଏଇ ଫଟୋ ଉଠେଇକି ବୋଲିଲା ବେଳେ ମୁଁ ଯାଇପାରିଲିନି, ସେଇଠି ଅସୁବିଧା ହେଇଗଲା। ଯେ ଆପଣଙ୍କର କେତେ କଣ ଜମି ନଷ୍ଟ ହେଇଛି? ଆମର ହେଇଯିବ 1 ଏକର ଏଟା ଏଇ ସାଇଡ। ହଁ ଆପଣ ବହୁତ ଦୁଃଖିତ ଆମର ଲାଗୁଛନ୍ତି। ଆପଣ କଷ୍ଟ କରୁଛୁ ବୋଲି ମତେ ଫିଲ୍ ହଉଛି। ଶୁଣନ୍ତୁ, ଆମର ସ୍ତ୍ରୀ ଯେତେବେଳେ ଏଇ ରୁଆ ହେଇଥିଲା ଆଜ୍ଞା। ସଫା ସୁତୁରା, ତାପରେ ହିଡରୁ ସବୁ ପୁରା ସଫା ସୁତୁରା ହେଇଥିଲା। ଯେତେବେଳେ ଫୁଟି ଆସୁଥିଲା ବେଳେ ଯେତେ ହାତୀ ଖାଇଲେ ବେଳକୁ ସେ ବି ଆଉ ବିଲକୁ ଆସୁନି। ତାପରେ ଆଉ ଗୋଟେ କିଆରି ଅଛି ଯେ ମୁଁ ସମସ୍ତଙ୍କୁ ମିଶିକିରି ଏଇଟା ନା ଉଦ୍ଧାର ହଉ ଟିକେ ଛୁଆ ପିଲାମାନେ ଯାହାନ ଖାଇବେ ସେଇଟାକୁ ସଂସାରଟାକୁ। ହଉ ଆପଣ ଏମିତି ଦୁଃଖ କରନ୍ତୁ, ମତେ ବହୁତ ଦୁଃଖ ଲାଗୁଛି। ମୁଁ ଆପଣଙ୍କୁ ଚାହୁଁଛି ଆପଣ ସେଫଲି ସବୁବେଳେ କାମ କରନ୍ତୁ। ବହୁତ ରାତି ହେଇଗଲାଣି। ଆପଣ ଏଇ ଆପଣ ଯେତିକି ଧାନ ଜମି ବଞ୍ଚିବା ପାଇଁ ଆପଣ ଏତେ ରାତିରେ ଷ୍ଟ୍ରଗଲ କରି ଆପଣ ଯାଇ ମଚା ରହିବେ। ରାତିରେ ଆପଣ ଜୀବନ ପ୍ରତି ଭୟ ନାହିଁ, କିଛି ନାହିଁ। ନାଇଁ ଏଇ ପାଖରେ ନିଜେ ହେଲେ ବି ତ ସେଥର ମୁକୁଳେଇ ପାରୁନି। ଅଧା କେଜି ଖାଇ ଦେଇଛନ୍ତି। ତାପରେ ସେଇ ପଡୁଥିଲା ବେଳକୁ ଅଧା କେଜି ଆମେ 10-15 ଜଣ ଜଗୁଛୁ ସେଠି ମଚାରେ। ନାଇଁ ଆପଣଙ୍କ ଏଜ ବି ବହୁତ ହେଇଗଲାଣି। ଆପଣ ଆସିକି ଥଣ୍ଡାରେ ଏତେ ଥଣ୍ଡାରେ ରହୁଛନ୍ତି ମର୍ଚାରେ। ଆପଣଙ୍କୁ ବହୁତ ମାନିତେ ପଡିବ। ନାଇଁ ଆମେ ଖଟିବା ଲୋକ ସାର୍। ନାଇଁ ବୁଝିଲି, ଆପଣଙ୍କ ଏଜ ଅନୁସାରେ ଆପଣ ଏବେ ବୁଝନ୍ତୁ, ଆମେ କୌଣସି ପରିବାର କେମିତି ଟିକେ ଅଧିକ ଯଦି ଫସଲ କରିପାରିବା, ଛୁଆର ଉନ୍ନତି କରିପାରିବା, ଗୋଟେ ମେଟନ ହେଇପାରିବ, ଗୋଟେ କି କୌଣସି ସବୁବେଳେ କିଣିକିରି ଖାଇଲେ ବି ପଇସା ଦରକାର ଟିକେ ସାର। ବୁଝିଲି। ହଉ ଆପଣ ଏଇନା 30 ଟଙ୍କା କେଜିରେ କିଣିଲା ବେଳକୁ ଚାଉଳ କଣ କରିବ ସାର?